आपण माने जानिबे मो पई कोन आसिला यूट्यूब पैसा रे आमे आस्तिलु चंद्रपुर आउ यूट्यूब पैसा रे आपण माने मम्मी पई माने कोन जाई जे आपण मानकु आमे घर देखि सरप्राइज ए छटा आसी आपण माने देखन कोन आसी बोले गला देखन हां आपण माने आइस देखेबे देखन तो आज बुधवार आज माछ भजा होती है देसी एवं रोज माछ बाबा जानते जहाँ देखुले आप बाबा ये बिक्री करते से माछ काटी बोधे हो ना आउ खाली माछ तरकारी बना भजा हम तरकारी हम आउ माछ तरकारी हम देखुचे पीस आ मुंडकार भजा हो आउ तरकारी हेल्ले खाइब ये कौन हो जे ओहो एथरे पखाळ गांजे खाइना दोननी हां ये बड़ी माछ तरकारी हां माछ तरकारी हां आओ बाबा एबे खाइबे हो ना बाबा एबे खाइबा में मम्मी बाडुची भात बाबा बाछरानी कोठेलु पखाळ खाइना आंदी बढा पखाळा खाइबे ना पखाळा भात को माछ तरकारी कलरा भजा पोटळ भजा हां कलरा जे पटल जे माछ तरकारी हो माछ तरकारी गरम मत से सकाळे माछ कले काट देना हां गरम मत खाइबेली बाबा कहली मु गरम मत खाइबेनी सकाळे पखाळ खाइबे पखाळ दिन खाइबे से पखाळ खाइबा चलछि पखाळा खाइबा बाबा खाउछन्ती हो आ लुण दियो लुण ली खाओ खाइ दियो हां बजार आपण तो जान नथिबे आपण गोटे सरप्राइज रखी आम आसलु चंद्रपुर आउ यूट्यूब पैसा आपण माने मम्मी भाई माने कौन जाई आपण आम घर देख सरप्राइज के डाकिले गोटे मत डाकिला लगे ना कि डाकिना मम्मी गोटे मैंने गोटे जिनसा आसान देखा आम ए भिडियो देखु स्टार्ट करवा आसन देखा घर को गले आपण माने जानिबे मो पई कोन आसिला यूट्यूब पैसा रे आपण माने निहाती देखिए वीडियोटी आ एडी धरती तो भीतर अछि आ आपण माने निहाती देखिबे घर को गला पारे आमे एबे अच्छु चंदनपुर पास करिला हम घर को जाउछु चंदनपुर रो एबे फेरिलु घर को आ आमे एबे जाउछु घर को जिबा आसन देखा जल्दी जल्दी अंदर आमे आसुबा माने संध्या आइ गलानी जाइथिलु बाजार जाइथिलु आसला बेलू सन्ध्या गलानी आई सब गाड़ी आनी बाबा खाली लाइट लगे से करेन्टा से सुईच करना मैंने हाथ में लगाऊँ चपल पिंचटी चपल पिंधि करेन्टा चलला लाइटा जलिक आसले सन्ध्या होगला घर पहुँच पहुँच 6:30 होगला ना पुओ गाई गोरु जाऊँ सन्ध्या होगला एबे चलते घर भीतर को जावा अंधार तो हो गला लाइट देखिए एठी भी करेन्ट दिहब सन्ध्या होगला जेहेतु एपटे दौरान पुणी करेन्ट तार सहित तार मोड़ा हो ना कौन से तो बहुत धूप दौरान सन्ध्या राधा मुझे चप्पल पिंधि छुनी दौना प्लग दिया है गला
ଆଉ ଧୂପ ଦିଆ ହେଉଛି ସନ୍ଧ୍ୟାବେଳଟା ଲାଇନ୍ କଟିଗଲା ଆମେ ଆସୁ ଆସୁ ସାଙ୍ଗେ ସାଙ୍ଗେ ଆସୁ ଆସୁ କଟିଗଲା ଅନ୍ଧାର ହେଇଗଲା କାମ କରୁଥିଲି ଅଧା ଅଛି କପଡ଼ା ପଡ଼ିଛି ଏଠି ଆଉ ଆଇସ୍ କ'ଣ ଆଣିଛ ଆଜି ଦେଖେଇବନି ହଁ ଲାଇନଟା ଆସ ଓହୋ ଲାଇନ୍ଟା ଆସୁ ଦେଖିବା ଆଉ ଲାଇନ୍ ଆସିଗଲା ହମ୍ବା କରେଣ୍ଟ ଆସିଗଲା ଫ୍ୟାନ୍ ମାର ତ ଦେଖନ୍ତୁ ଆମେ ଆସିକି ଘରେ ପହଞ୍ଚିଗଲେ ଆଉ ଡ୍ରେସ୍ ଚେଞ୍ଜ କରିଦେଲି ଯଦି ଆସିକି ବସିଗଲୁ ମମ୍ମି ଆୟୁଷ ସାଙ୍ଗରେ ଆଉ ଗୋଟେ କଥା ଶୁଣନ୍ତୁ ଆୟୁଷ ମାନେ ଘରେ କଥା କହିଲା ବେଳକୁ ସବୁ କଥା ମାନେ ସ୍ପିଡ୍ କହିଦେବ ଆଉ ଭାଇ ସାଙ୍ଗରେ ଝଗଡ଼ା କଲା ବେଳକୁ ସ୍ପିଡ୍ ଝଗଡ଼ା କରିବ କିନ୍ତୁ ଏମିତି ଆପଣମାନଙ୍କୁ ଶୁଣିଲା ବେଳକୁ କଥା ମାନେ ସିଏ ଏମିତି ଖନେଇ ଖୁନେଇ କଥା କହିବ ହେଲା ଆପଣମାନେ ମାନେ ତାର ଟିକେ ଇଏ ଟିକେ ଆପଣମାନେ ଲକ୍ଷ୍ୟ କରିଥିବେ ସବୁ କଥାରେ ମାନେ ଝଗଡ଼ା କଲା ବେଳକୁ ଭାଇ ସହିତ ମାନେ ଜୋରସୋର ପାଟି ହେବ ଝଗଡ଼ା ହେବ କିନ୍ତୁ କୌଣସି ଗୋଟେ କଥା କହିଲା ବେଳକୁ ପାଟି ଖନେଇ ଖନେଇ କରିବ ଆଉ ଏଇ କଥା କହୁଛି ଯେ ମାନେ ୟୁଟ୍ୟୁବ୍ ପଇସାରେ ଯେଉଁ ଆସିଲା ୟୁଟ୍ୟୁବ୍ ପଇସା ଆସିଲା ଗୋଟେ ଜିନିଷ ଯେମିତି ହେଲେ ଗୋଟେ ନିହାତି ଘରକୁ ଆସିବା କଥା ଆସିବ ଆଉ ସେଥିଲାଗି ସେଇ ପଇସାରେ ଗୋଟେ ମୋ ପାଇଁ ଆଣିଛନ୍ତି ଆମେ ଯାଇକି ସମସ୍ତେ ଯାଇଥିଲୁ ଆପଣମାନେ ତ ଦେଖିଛନ୍ତି ବାଟରେ ବି ଆସିକି ତମକୁ ଆପଣମାନଙ୍କୁ ଜଣେଇଦେଲେ ଆଉ କ'ଣ ଆସିଛି ବୋଲି ଆଉ ସେଇ ଜିନିଷଟା ନାଇଁ ନାଇଁ ଜଣେଇ ନାହାନ୍ତି ମାନେ କହିଲେ ଘରକୁ ଗଲେ ଜଣେଇବେ ହେଲା ଆଉ ଏଇ ଜିନିଷଟା ଆସିଛି ଆପଣମାନେ ଦେଖନ୍ତୁ କ'ଣ ଆସିଛି କୁଆଡ଼େ ଗଲା ଦେଖାନି ଦେଖା ନା ଆପଣମାନଙ୍କୁ ଆୟୁଷ ଦେଖେଇବେ ଦେଖନ୍ତୁ ସେ ଆଗ ପାଉଁଜିଟା କାଢ଼ିଲା ହେଲା ମାନେ ଏଇ ପାଉଁଜିଟା ଆସିଛି ଆପଣମାନେ ଦେଖନ୍ତୁ ମୋର ନଥିଲା ପାଉଁଜି ନଥିଲା ଛିଣ୍ଡି ଯାଇଥିଲା ଆଉ ହେଇଛି ଏଇ ପାଉଁଜିଟା ଆସିଲା ଆପଣମାନେ ଦେଖୁଥିବେ ରୂପା ରେଟ୍ ତ ବହୁତ ରେଟ୍ ଅଛି ମନକୁ ଆସୁନି ମାନେ ଯେ ବହୁତ ପଇସା କିନ୍ତୁ ମନକୁ ଆସୁନି ରଜନଟା ଆଉ ଗୋଟେ ଭଲ ଜିନିଷଟା ଆସିଛି ଆପଣମାନେ ଦେଖନ୍ତୁ ସିଏ କ'ଣ କହିପାରିବେ ଆପଣମାନେ କହିପାରିବେ ମାନେ ତମେ ସିନା ଦେଖେଇଲେ ଏଇଟା ହେଉଛି ବ୍ରତଟା ଇଏ ହେଉଛି ବ୍ରତ ହାତରେ ପିନ୍ଧାଯିବ ବ୍ରତ ଆପଣମାନେ ଦେଖନ୍ତୁ ଏଇ ବ୍ରତଟି ଆସିଛି ବ୍ରତ ଆଉ ପାଉଁଜି ଆଜି ତାଙ୍କ ବାବା କହିଲେ ଆସିଛି ମାନେ ଏଇଠୁ ପଇସା ଆସିଛି ମାନେ ତା ଦେହରେ କେମିତି ଯାହା ବି ହେଲେ ଗୋଟେ କିଣିଦେବା ଜିନିଷ ସେଥିଲାଗି ଭଲ ଜିନିଷ କିଣିବା ଆଉ ଇଏ ହେଉଛି ଭଲ ଜିନିଷ ମହାଲକ୍ଷ୍ମୀଙ୍କ ବି ଅଛନ୍ତି ଲକ୍ଷ୍ମୀ ଅଛନ୍ତି ଉପରେ ଏଠି ଦେଖନ୍ତୁ ଆଉ ଏହାର ଦେହରେ ପିନ୍ଧିଲେ ବହୁତ ଭଲ ବ୍ରତ ତ ମହାଲକ୍ଷ୍ମୀ ଅଛନ୍ତି ଭଲ ଏଇ ଜିନିଷଟା ଆଣିଲେ ଆଉ ଆପଣମାନେ ତ ଦେଖିଲେ ଆଉ ଆୟୁଷ କ'ଣ କହିବ ଆୟୁଷ କହୁଛି ମୋ ପାଇଁ ଗୋଟେ ଏଇ ଚେନ୍ ରହିଲୁ ଏଇ ଚେନ୍ଟା ମାନେ ସେଠି ଲଗେଇଦେଲା ବାଟରେ ଏଇ ଯେଉଁ ଦୋକାନରେ ଲଗେଇ କହୁଛି ମମି ଗୋଟେ ନବା ଏଇଥିରୁ ଗୋଟେ ଏଇ ଚେନ୍ରୁ ମୋ ହାତକୁ ଭଲ ଲାଗୁଛି ମୁଁ ତୁ ଏଇଗୁଡ଼ା ଲଗେଇ ଦେଉନୁ ଦେଖନ୍ତୁ ଆୟୁଷ ଦେଖା ତ ଖାଲି ଅଛି ଦେଖା ଦେଖା ନା ଦେଖା ଟିକେ ଦେଖନ୍ତୁ ଆୟୁଷ ପିନ୍ଧିଲେ ଏ ଖାଲି ଚେନ୍ଟା ପିନ୍ଧିଥିଲା ମୁଁ ତେବେ ଏମିତି ବ୍ରତଟାକୁ ପିନ୍ଧିଦେଲି ଦେଖନ୍ତୁ ଦେଖନ୍ତୁ ଆପଣମାନେ କହିବେ ଯେ କେମିତି ଲାଗୁଛି ହେଲା ତ ଆପଣମାନେ ଦେଖିଲେ ମମି ପାଇଁ ରୂପାର ବ୍ରତ ଆଉ ରୂପାର ପାଉଁଜି ଆସିଛି ଆଉ ଏ ଭିଡ଼ିଓଟି ଯଦି ଭଲ ଲାଗିଲା ତ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରିବାକୁ ଜମାରେ ଭୁଲେନି ରହୁଛି ନମସ୍କାର ଜୟ ଜଗନ୍ନାଥ।